ଆଖଣ୍ଡଳମଣି ମନ୍ଦିର ସମ୍ପର୍କରେ ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା। ଭଦ୍ରକ ଜିଲ୍ଲା ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଶୈବପୀଠ ଭାବରେ ପ୍ରସିଦ୍ଧ। ଜଣେ ଚାଷୀ ବୈତରଣୀ ନଦୀ କୂଳରେ ବିଲ ଚଷୁଥିବା ସମୟରେ ତାର ଲଙ୍ଗଳ ମୁନ ଏକ କଳା ମୁଗୁନି ପଥରରେ ବାଜିଥିଲା। ସେହି ପଥରରୁ ରକ୍ତ ଧାର ବାହାରିଥିଲା। ପରେ ରାଜା ସେଠାରେ ପହଞ୍ଚିବା ବେଳକୁ ରକ୍ତ ବଦଳରେ କ୍ଷୀରଧାର ବହୁଥିବା ଏବଂ ଏକ ନାଗସାପ ସେହି ପଥରକୁ ଘୋଡ଼ାଇ ରଖିଥିବା ଦେଖିବାକୁ ପାଇଥିଲେ। ସେହି ରାତିରେ ମହାଦେବ ରାଜାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ନିଜର ଉପସ୍ଥିତି ବିଷୟରେ ଜଣାଇଥିଲେ, ଯାହା ପରେ ରାଜା ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଆଖଣ୍ଡଳ ଅର୍ଥ ଇନ୍ଦ୍ର ଏବଂ ମଣି ଅର୍ଥ ରତ୍ନ, ଅର୍ଥାତ୍ ଏହା ଭଗବାନ ଶିବଙ୍କ ଏକ ଶକ୍ତିଶାଳୀ ରୂପକୁ ବୁଝାଏ। ପ୍ରଥମେ ଏଠାରେ ଏକ କାଠ ମନ୍ଦିର ନିର୍ମାଣ କରାଯାଇଥିଲା। ପରେ ବର୍ତ୍ତମାନର ମନ୍ଦିର ଗଠନ କରାଯାଇଛି, ଯେଉଁଥିରେ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ। ରାଜା ଯାଜପୁର ଜିଲ୍ଲାର ନହର ଗ୍ରାମରୁ 5 ଜଣ ବ୍ରାହ୍ମଣଙ୍କୁ ଆଣି ଏଠାରେ ସେବା ପୂଜା ପାଇଁ ନିଯୁକ୍ତି କରିଥିଲେ। ଜାଗର ଯାତ୍ରା ବା ମହାଶିବରାତ୍ରି ଏଠାକାର ପ୍ରମୁଖ ପର୍ବ। ଆପଣ ଏହି ମନ୍ଦିରକୁ କେବେ ଯାଇଛନ୍ତି କି? ଯଦି ଯାଇଛନ୍ତି ତାହେଲେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।